ନାଲକୋରେ ଶିଶୁ ମହୋତ୍ସବ ଉଦଯାପିତ। ମହୋତ୍ସବର ସମାରୋହ ଅନେକ ସ୍ଥାନରେ ଆୟୋଜିତ ହୋଇଯାଇଛି। ଭିନ୍ନ ଭିନ୍ନ ଧରଣର ମହୋତ୍ସବ, କେଉଁଠି ସାଂସ୍କୃତିକ କାର୍ଯ୍ୟକ୍ରମର ମହୋତ୍ସବ ତ କେଉଁଠି ବ୍ୟବସାୟିକ ମହୋତ୍ସବ, କେଉଁଠି ଖେଳ ମହୋତ୍ସବ ତ କେଉଁଠି ପୁଣି ପାରମ୍ପରିକ ମହୋତ୍ସବର ପସରା ଖୋଲି ଲୋକମାନଙ୍କ ମନୋରଞ୍ଜନ ବାଣ୍ଟୁଛି। ସେହି ମହୋତ୍ସବ ମଧ୍ୟରୁ ଶିଶୁ ମହୋତ୍ସବ ଏକ ନିଆରା ମହୋତ୍ସବ। ଛୋଟ ଛୋଟ ପିଲାମାନଙ୍କ ହୃଦୟରେ ରହିଥିବା ପ୍ରତିଭା ଏବଂ କିଛି ନୂଆ ପ୍ରତିଭାର ଅନୁସନ୍ଧାନ ଜାରି କରିବାରେ ସହାୟତା ହୋଇଥାଏ ମହୋତ୍ସବ। ଯେଉଁ ମହୋତ୍ସବରେ ସାମିଲ ହୋଇ ପିଲାମାନେ ଅନେକ ପ୍ରତିଭାକୁ ଲୋକଲୋଚନକୁ ଆଣିବା ସହିତ କିଛି ନୂଆ ପ୍ରତିଭାକୁ ଆପଣାଇଥାନ୍ତି, ସେମିତି ଏକ କାର୍ଯ୍ୟକ୍ରମ ଶିଶୁ ମହୋତ୍ସବ, ଯାହାକି କୋରାପୁଟ ଜିଲ୍ଲା ଦାମନଯୋଡ଼ିର ନାଲକୋଠାରେ ନାଲକୋ କମ୍ୟୁନିଟି ସେଣ୍ଟର ପକ୍ଷରୁ ଦୀର୍ଘ ଦିନ ଧରି ଚାଲିଥିଲା ଶିଶୁ ମହୋତ୍ସବ 2024-25। ଖୁବ୍ ଆକର୍ଷଣୀୟ ଏବଂ ମନଲୋଭା ପରିବେଶ ମଧ୍ୟରେ ମହାସମାରୋହରେ ଶିଶୁ ମହୋତ୍ସବ ଆନନ୍ଦ ଉଲ୍ଲାସ ମଧ୍ୟରେ ଆୟୋଜିତ ହୋଇଯାଇଛି। ସନ୍ଧ୍ୟାର ଆଗମନ ବେଳବୁଡ଼ି ସୂର୍ଯ୍ୟଦେବ ଧରଣୀ ବକ୍ଷରୁ ବିଦାୟ ନେଇଯିବା ପରେ କଳା ଚାଦର ଘୋଡ଼ାଇ ହୋଇ ସନ୍ଧ୍ୟାରାଣୀ କଅଁଳ ପରଶ ନେଇ ଆସୁଥାଏ। ଧୀରେ ଧୀରେ ଅନ୍ଧାରର କାୟା ରୂପ ପୃଥିବୀ ପୃଷ୍ଠକୁ ଗ୍ରାସ କରୁଥିବା ବେଳେ ହଠାତ୍ ସୃଷ୍ଟି ହୋଇଯାଇଛି ଝିଲମିଲ ରଙ୍ଗର ମାଧ୍ୟାକର୍ଷଣର କମ୍ପନ। ସେହି ସୁନେଲି ସନ୍ଧ୍ୟାରେ କିଛି ଦିନ ଧରି ଚାଲୁଥିବା ଶିଶୁ ମହୋତ୍ସବର ଉଦଯାପିତ ସନ୍ଧ୍ୟାର ପରଦା ନଇଁ ଆସିଛି। କମ୍ୟୁନିଟି ସେଣ୍ଟର ପରିଚାଳନା କମିଟିର ସଭାପତି ସତ୍ୟକାମ ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମକୁ ସାଂସ୍କୃତିକ ସମ୍ପାଦକ ସମୀର କୁମାର ବେନିଆ ପରିଚାଳନା କରିଥିଲେ। 1 ବର୍ଷରୁ ଶିଶୁଙ୍କ ଠାରୁ 15 ବର୍ଷ ପର୍ଯ୍ୟନ୍ତ ବାଳକ ବାଳିକାମାନେ ସମୁଦାୟ 12ଟି ଭିନ୍ନ ଭିନ୍ନ ପ୍ରତିଯୋଗିତାକୁ ନେଇ ଏହି ଶିଶୁ ମହୋତ୍ସବ ଅନୁଷ୍ଠିତ ହୋଇଥିଲା। ଉଦଯାପନୀ ଉତ୍ସବରେ କୁନି କୁନି ପିଲାମାନଙ୍କ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅତିଥିମାନଙ୍କୁ ଖୁବ୍ ମନ୍ତ୍ରମୁଗ୍ଧ କରିଥିଲା। ଏହି ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ନାଲକୋର ଭାରପ୍ରାପ୍ତ କାର୍ଯ୍ୟନିର୍ବାହୀ ଇଞ୍ଜିନିୟର ନିରଞ୍ଜନ ସାମଲ ଯୋଗ ଦେଇଥିବା ବେଳେ ସମ୍ମାନନୀୟ ଅତିଥି ଭାବେ ବିଭିନ୍ନ ବିଭାଗର ସମୂହ ମହାପ୍ରବନ୍ଧକ ପ୍ରମୁଖ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ 300ରୁ ଅଧିକ କୃତି ପ୍ରତିଯୋଗୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। ଏଭଳି କାର୍ଯ୍ୟକ୍ରମ ଦ୍ୱାରା ଶିଶୁମାନଙ୍କ ଆଭ୍ୟନ୍ତରୀଣ ପ୍ରତିଭାର ବିକାଶ ହେବାରେ ସହାୟକ ହେବ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ। ଏହି ଉଦଯାପନୀ ଦିବସରେ ନିର୍ମଳ କୁମାର ରାଉତ ମଞ୍ଚ ପରିଚାଳନା କରିଥିବା ବେଳେ କମିଟିର ସାଧାରଣ ସମ୍ପାଦକ ମନୋଜ କୁମାର ପୃଷ୍ଟି ଧନ୍ୟବାଦ ଅର୍ପଣ କରିଥିଲେ। ନାଲକୋ କମ୍ୟୁନିଟି ସେଣ୍ଟରର କର୍ମକର୍ତ୍ତା ଏବଂ କମିଟିର ସମସ୍ତ ସଦସ୍ୟମାନଙ୍କ ସହଯୋଗରେ ସମସ୍ତ କାର୍ଯ୍ୟ ସମ୍ପାଦିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବୁଦ୍ଧିଜୀବୀ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ। ब्यूरो रिपोर्ट, एबी न्यूज।